ରାଉରକେଲା ସ୍ଥିତ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ଗତ ନଭେମ୍ବର 15 ତାରିଖରୁ ଚାଲିଥିବା ସମନ୍ୱିତ ଯୁବ ବିକାଶ ଯୋଜନା ଅନ୍ତର୍ଗତ ନୂଆ ଓଡ଼ିଶା ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ଶ୍ରମମନ୍ତ୍ରୀ ଶାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବକ୍ତବ୍ୟରେ କହିଲେ, ଅଧ୍ୟାପକ ଓ ଅଧ୍ୟାପିକାମାନେ ହେଉଛନ୍ତି ବିଶ୍ୱକର୍ମା ଏବଂ ଛାତ୍ରଛାତ୍ରୀମାନେ ହେଉଛନ୍ତି ଧର୍ମପଦ। ଉଭୟଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ରହିଲେ ଯୁବଶକ୍ତିର ବିକାଶ ହେବ। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ ବିଜୟ ବେହେରାଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ଅତିଥି ଭାବେ ମହାବିଦ୍ୟାଳୟର କାର୍ଯ୍ୟକାରୀ ସମିତିର ଅଧ୍ୟକ୍ଷ ପ୍ରଫେସର ଡ ସମର ମୁଦାଲି ଯୋଗଦେଇ କହିଲେ, ଯୁବଗୋଷ୍ଠୀ ହେଉଛନ୍ତି ଅନନ୍ୟ ପ୍ରତିଭାର ଗ୍ରନ୍ଥାଗାର ଏବଂ ନୂଆ ଓଡ଼ିଶା ଅନ୍ତର୍ଗତ କାର୍ଯ୍ୟକ୍ରମରେ 20 ଦିନ ଧରି ହୋଇଥିବା କ୍ରୀଡ଼ା ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକଳାପ ଅନ୍ତର୍ଗତ କାର୍ଯ୍ୟ ଓ ପ୍ରତିଯୋଗିତାରେ ଶହ ଯୁକ୍ତ 2 ଯୁକ୍ତ 3 ଏବଂ ସ୍ନାତକୋତ୍ତର ପ୍ରତିଯୋଗୀ ଭାଗ ନେଇଥିଲେ। କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଛାତ୍ର ସଂଯୋଜକ ବିଶ୍ୱଜିତ ପଲେଇଙ୍କ ସମେତ ଶ୍ରୀୟା ସ୍ମୃତି ନାୟକ ସଲିଲ କୁମାର ପତି ଓ ଯୁକ୍ତ 2 ଛାତ୍ରୀ ବିଜେନ୍ଦ୍ର ମହାନ୍ତି ପ୍ରମୁଖ ଯୋଗ ଦେଇଥିବା ସହ ମୋ କଲେଜ ଅଭିଯାନରେ ସଦସ୍ୟ ଡି ଅଭିକ କୁମାର ପ୍ରମୁଖ ଉପସ୍ଥିତ ଥିଲେ। ସୁନ୍ଦରଗଡ଼ ଜିଲ୍ଲାରୁ ନବୀନ ପ୍ରଧାନଙ୍କ ରିପୋର୍ଟ, ସାଇ ସତ୍ୟ ନ୍ୟୁଜ।